ଜାଣିଛୁ ଯେ ଆମେ ବ୍ରିଟିଶ ପାଖରୁ ଆମେ ମୁକ୍ତ ପାଇଛୁ, ବ୍ରିଟିଶ ଶାସନରୁ ମୁକ୍ତ ପାଇଛୁ। କିନ୍ତୁ ନୁହେଁ, ତା ପୂର୍ବରୁ ଆମେ ମୋଗଲ ଦ୍ୱାରା ବି ଶାସିତ ହେଉଛୁ। ମୋଗଲମାନେ ମଧ୍ୟ ଆମ ଉପରେ ଅତ୍ୟାଚାର କରିଛନ୍ତି, ଆମ ଉପରେ ଶାସନ କରିଛନ୍ତି। ପାଖାପାଖି 400 ବର୍ଷ ଆମକୁ ଲୁଣ୍ଠନ କରିଦେଇଛନ୍ତି। এই ସୁନାର ଭାରତକୁ ସେମାନେ ଲୁଟି ଚାଲିଥିଲେ। ଆପଣମାନେ ଦେଖିଥିବେ କି ଏ ଭାରତ ଗୋଟେ ସୁନାର ଦେଶ ଥିଲା। ପ୍ରତ୍ୟେକ ମନ୍ଦିରରେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଥିଲା। ପ୍ରତ୍ୟେକ ଦେବାଦେବୀମାନଙ୍କ ଦେଖିଥିବେ ତାଙ୍କର ଅଳଙ୍କାର ପୁରା ଥିଲା। ସେହି ସମୟରେ ଆମର ଅଳଙ୍କାର ଥିଲା। ସେସବୁ କୁଆଡ଼େ ଗଲା? ମାନେ ଲୁଟି ନେଇଗଲେ। କାହିଁକି? କେମିତି ଲୁଟି ନେଇଗଲେ? କାହିଁକି ଆମ ଭିତରେ ସେ ସମୟରେ ବହୁତ ଗୁଡ଼ାଏ ଦେଶଦ୍ରୋହୀ ଗଦ୍ଦାରମାନେ ଥିଲେ, ଯେଉଁମାନେ ଆମର ଯେଉଁ ଭାରତବାସୀ, ଯେଉଁ ସରଳବାସୀ, ଯେଉଁ ସ୍ୱାବଲମ୍ବୀ, ତାର ଫାଇଦା ଉଠେଇ ସେମାନେ ଆମ ଉପରେ ଶାସନ କଲେ। ଆପଣମାନେ ସମସ୍ତେ ଜାଣିଥିବେ, ଇତିହାସରେ ପଢ଼ିଥିବେ, ମହମ୍ମଦ ଗରିବ ବୋଲି ଜଣେ ଆଫଗାନିସ୍ତାନରୁ ଗଜନୀରୁ ଆସି ଆମର ସୋମନାଥ ମନ୍ଦିରକୁ 17 ଥର ଲୁଟିକି ପଳେଇଥିଲେ। ଯଦି ପୃଥ୍ୱୀରାଜ ଚୌହାନ ସେ ପ୍ରଥମ ଥର ହିଁ ତାକୁ ଯଦି କ୍ଷମା ନ କରିଥାନ୍ତେ, ସେଇଠି ହିଁ ଶାସ୍ତି ଦେଇଥାନ୍ତେ, ସେ ବୋଧହୁଏ 16 ଥର ଲୁଟିବାରେ ବଞ୍ଚିତ ହେଇଯାଇଥାନ୍ତେ। ଆମର ଯେତିକି ସମ୍ପତ୍ତି ଥିଲା ସେସବୁ ବଞ୍ଚି ଯାଇଥାନ୍ତେ। କିନ୍ତୁ